ଯାତ୍ରା ନାଟକ ଅଭିନୟିକ ପ୍ରଦର୍ଶନରେ ମନସ୍ତତ୍ତ୍ୱର ଭୂମିକା। ସାମ୍ପ୍ରତିକ ସମୟ ଓ ମାନବର ଆମୋଦପ୍ରିୟ ମନୋଭାବରେ ଓଡ଼ିଆ ବୁଲାପ୍ରିୟ ନାଟ୍ୟ ସଂସ୍ଥା ଯାତ୍ରା ବା ଅପେରା ବେଶୀରୁ ଅତି ବେଶୀ ଚହଳ ସୃଷ୍ଟିକାରୀ ନାଟ୍ୟ ପ୍ରଦର୍ଶିତ ଅନୁଷ୍ଠାନ, ଯେଉଁଥିରେ ଶିକ୍ଷା ଓ ପ୍ରଦର୍ଶନ ଭିତ୍ତିରେ ମଣିଷର ବୃତ୍ତିଗତ ଜୀବନ ଉପାର୍ଜନର ପ୍ରମୁଖ ସୂର୍ଯ୍ୟମାନ କଳା ଧୁରୀଣତାର ଶିଳ୍ପ ପ୍ରତିଷ୍ଠାନ, ମଣିଷର ସ୍ୱକୀୟ ଅନ୍ତର୍ନିହିତ ପ୍ରତିଭାର ଜାଗରଣ ଏବଂ ବିକାଶର ଅନ୍ୟତମ ପ୍ରକୃଷ୍ଟ ମାଧ୍ୟମ। ସୌଖିନ ଓ ପେଶାଦାରିକ ହୋଇ ନାଟ୍ୟକଳାର ଦ୍ୱୟ ପ୍ରସାରଣ, ମଣିଷ ଯାତ୍ରାରେ ଅଭିନୟିକ ସାମର୍ଥ୍ୟ ଓ ଦକ୍ଷତା ଦେଖାଇ ନିଜର ଅନ୍ନସଂସ୍ଥାନର ଯେମିତି ଉପାୟ ଖୋଜିଛି, ସେହିପରି ଜଣେ ଜଣେ କୁଶଳୀ ଅଭିନେତା ହୋଇ ସୃଜ୍ୟମାନ କଳା ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଅଭିନୟ ମାୟାଜଗତ, ଆନନ୍ଦଦାନର ଦୁନିଆ। ହେଲେ ଜୀବନର ଏତାଦୃଶ ଆନନ୍ଦ ପ୍ରଦାନ କରିବା ପାଇଁ ଅଭିନେତାକୁ କଠୋର ପରିଶ୍ରମ କରିବାକୁ ପଡ଼େ। ଯାତ୍ରାରେ ପଶି ମଣିଷ ସ୍ୱେଚ୍ଛାଚାରୀ ସ୍ୱାଧୀନ ମନୋବୃତ୍ତିର ହୋଇପାରି ନଥାଏ। ଯାତ୍ରା ଅଭିନେତା କଳାର କିଣା ଚାକର। ଅଭିନୟର ଅଭିପ୍ରାୟ ମନରେ ରଖି ବ୍ୟକ୍ତି ଯାତ୍ରା ନାଟକରେ ସ୍ୱକୀୟ ଅଭିନୟିକ ପ୍ରତିଭା ଶିକ୍ଷା ଭିତ୍ତିରେ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ରହି ଦର୍ଶକ ସମ୍ମୁଖରେ ପ୍ରଦର୍ଶନ କରାଏ। ହେଲେ ଦରମାଧାରୀ ଥିବା କାରଣରୁ ଦଳର ମାଲିକ ନାଟ୍ୟ ନିର୍ଦ୍ଦେଶକର ଆଦେଶ ପରାମର୍ଶ ମାନେ। ଦଳୀୟ ଶୃଙ୍ଖଳା ବା ପରିପାଟି ମଧ୍ୟରେ ରହେ, ବ୍ୟତିକ୍ରମ କରିପାରି ନଥାଏ। ଅଭିନୟ କଳାରେ ଯିଏ ସମ୍ପୂର୍ଣ୍ଣ ଅନଭିଜ୍ଞ, ଅଜ୍ଞ, ନୂଆକରି ଯାତ୍ରା ନାଟ୍ୟ ଦଳରେ ପଶିଛି, ଆଗରୁ କିଛି ପୂର୍ବଜ୍ଞାନ ନାହିଁ ବା ଥିଲେ ବି ସେ ଅନ୍ତର୍ଗତ ଦଳରେ ନିଜର ପତିଆରା ସହଜରେ ପ୍ରକାଶ କରିପାରିବ ନାହିଁ, ଆଧିପତ୍ୟ ବିସ୍ତାରକ ହୋଇପାରିବ ନାହିଁ, ତାକୁ ଜଗି ରଖି ଜୀବନ ବିତାଇବାକୁ ପଡ଼ିବ, ମନମାନି କରିପାରିବ ନାହିଁ। ଦଳରେ ତାର ଅନ୍ନଦାତା ମାଲିକ, ନାଟ୍ୟ ଶିକ୍ଷାଦାତା ଓସ୍ତାଦ, ନାଟକକୁ ସୁଚାରୁ ରୂପେ ମଞ୍ଚରେ ପରିବେଷିତ କରିବା ପାଇଁ ନାଟ୍ୟ ପରିଚାଳକ, ବେଶକାରୀ, ପୋଷାକ ପରିଧାନକାରୀ, ସର୍ବୋପରି ବରିଷ୍ଠ ସହକର୍ମୀ, ଅଭିନେତା ଅଭିନେତ୍ରୀ ବର୍ଗ ଏବଂ ସାଥୀ କୁଶୀଲବ ମାନଙ୍କ ସହିତ ଦୃଷ୍ଟିକୋଣ, ଚିନ୍ତାଧାରା, ରୁଚିକୁ ନିଘା କରି ମିଳିତ ଜୀବନକୁ ବୃତ୍ତିଗତ ବିତାଇବା ଦିଗରୁ ବିବେଚନା କରି ସେହି ଅନୁଯାୟୀ ସହାବସ୍ଥାନ ରୀତିରେ ଚଳିବାକୁ ହେବ। ଯାତ୍ରା ପାର୍ଟି ପାଞ୍ଚମନ 25 ପ୍ରକୃତିର ଡେରା ପକ୍କା ସ୍ଥଳ। ବିଭିନ୍ନ ଜାଗା ବୁଲିବା, ବିବିଧ ଜଳବାୟୁ ପରିବେଶ ବାତାବରଣ ସଂସ୍ପର୍ଶରେ ଆସିବା, ନିର୍ଦ୍ଦେଶକଙ୍କ ମନ ନେଇ ନିଜର ବୃତ୍ତିଗତ ପେଶାଦାରିକ କ୍ୟାରିୟର ଗଢ଼ିବା, ସଂଳାପ ମୁଖସ୍ଥ କରି ଠିକ୍ ଠିକ୍ କହିବା, ରାତି ଜାଗିବା, ଭୁଲ ତ୍ରୁଟି ହେଲେ ଶାସ୍ତି ଭୋଗିବା ନୂତନ ପ୍ରତିଭାଧର ପାଇଁ ଆଦୌ ସହଜ ନୁହେଁ। ଅଭ୍ୟାସରେ ପଡ଼ିଗଲେ କଷ୍ଟକରତା ନଥାଏ, ସ୍ୱାଭାବିକତା ଆସିଯାଇଥିବା କାରଣରୁ। ଯାତ୍ରା ଅଭିନୟର ପେଶାଦାରିକ ଜୀବନ ବିତାନର ଏହା ଆବାସିକ ମନସ୍ତତ୍ତ୍ୱ, ଯେଉଁଥିରେ ଅଭିନୟିକ ମନୋଭାବ ନାହିଁ ସିନା, ହେଲେ ଜୀବନ ବିତେଇବାର କିନ୍ତୁ ଅଛି। ଜୀବନ ଭଲରେ ବିତିଲେ, ମନରେ ଶାନ୍ତି ସୁଖ ତୃପ୍ତି ଆସିଲେ ଯାଇ ଅଭିନୟ ପ୍ରଦର୍ଶନ ନିଷ୍ଠାପର ହୋଇପାରିବ। ପରିବେଶର ପ୍ରଭାବ ଶରୀର ମନ ଉପରେ ଅବଶ୍ୟ ପଡ଼େ, ପୁଣି ଲୋକମତ ସଭିଙ୍କର ସମାନ ନୁହେଁ। ବିଭିନ୍ନ କିସମର ଲୋକ ଦଳରେ ଥାଆନ୍ତି, ସେଗୁଡ଼ିକୁ ଜାଣିବାକୁ ସମୟ ଲାଗିବ। ଏଥିଲାଗି ଧୈର୍ଯ୍ୟ ଧରିବାକୁ ହେବ। ମନକୁ ହାଲୁକା କଲେ ଯାଇ ନଟ ଜୀବନ ସଫଳ ହୋଇପାରେ। ଅଭିନୟର ଜୀବନ ସାଧନା ଜଡ଼ିତ। ଭଲ ସାଧକ ହୋଇ ପାରିଲେ ସିଦ୍ଧି ମିଳିବାରେ ଆଶା କରାଯାଇପାରେ। ମନରେ ଇଚ୍ଛା କରିଦେଲେ କାର୍ଯ୍ୟ ସାଧିତ ହୋଇଯାଇ ନଥାଏ। ସେଥିପାଇଁ ଉପଯୁକ୍ତ ଶ୍ରମ କରିବାକୁ ପଡ଼ିବ। ଯାତ୍ରା ନାଟକ ଥିବାରୁ ଗ୍ଲାମରର ଦୁନିଆ। ଗ୍ଲାମର ସୌନ୍ଦର୍ଯ୍ୟକୁ ପ୍ରତିସ୍ତରରେ ଦେଖେ। ସୌନ୍ଦର୍ଯ୍ୟ ରୂପଗତ, ସ୍ୱଭାବଗତ ହୋଇ ଦୁଇ ପ୍ରକାର। ରୂପଗତ ସୌନ୍ଦର୍ଯ୍ୟ ପ୍ରଥମେ ଆଖିରେ ପଡ଼େ। ରୂପଗତ ସୌନ୍ଦର୍ଯ୍ୟ ଶରୀରରେ, ଗୁଣଗତ ସୌନ୍ଦର୍ଯ୍ୟ ଆଚରଣ ବ୍ୟବହାରରେ ଥାଏ। ଯାତ୍ରା ଯେହେତୁ ଅଭିନୟିକ ପ୍ରଦର୍ଶିତ କଳା, ତେଣୁ ସୁଗଠିତ, ବପୁସ୍ପନ୍ତ, ସ୍ୱାସ୍ଥ୍ୟବାନ,
ଶରୀର ଥିବା ଅଭିନେତା ଅଭିନେତ୍ରୀକୁ ଚୟନ କରିବ ନାଟକ ଦେଖାଇବା ନିମିତ୍ତ। ସୌନ୍ଦର୍ଯ୍ୟ ମନରେ ଆକର୍ଷଣ ଆଣେ, ସମ୍ପର୍କ ପ୍ରତିଷ୍ଠା ସହାୟକ ହୁଏ। ପରିଦୃଷ୍ଟ ହୋଇଥିବା ଯାତ୍ରା ଦଳରେ ହିରୋ ସୁନ୍ଦର ନଥିଲା, ହେଲେ ଭିଲେନ୍ ବା ଖଳନାୟକ ସୁନ୍ଦର ସ୍ୱାସ୍ଥ୍ୟବାନ ଥିଲା। ଯାତ୍ରା ଦେଖିବାକୁ ଗଲାବେଳେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତାରୁ ଜାଣିଲି, ଅଧିକାଂଶ ସାଙ୍ଗଙ୍କ ମତ ଥିଲା ଭିଲିଆନ୍ ଭଲ ଅଛି। ଭିଲିଆନ୍ ନାଟକର ମୋଡ଼ ପ୍ରବର୍ତ୍ତକ ଚରିତ୍ର, ନାଟକର ଟର୍ଣ୍ଣିଂ ପଏଣ୍ଟ। ଆରମ୍ଭରୁ ନେଇ ସମାପ୍ତିରେ ନାଟକର କାହାଣୀକୁ ପରିବର୍ତ୍ତିତ ରୀତିରେ ଦ୍ୱନ୍ଦ୍ୱ ଉତ୍କଣ୍ଠା ଦେଇ ପହଞ୍ଚାଏ। ଭିଲେନ୍ ରେପ୍ କରିବ, ଯୁଦ୍ଧ ଫାଇଟିଂ କରିବ, ମର୍ଡର ହେବ, ଅପହରଣ କରିବ, କୁଟିଳ ବୁଦ୍ଧି ଦେଖାଇବ, ଅଗତ୍ୟା ତା'ର ଦେହାଳୁ ଶରୀର ହେବା ଜିମ୍କୁ ବ୍ୟାୟାମଶାଳାକୁ ଯାଇ ନିୟମିତ ବ୍ୟାୟାମ କରି ଶରୀରକୁ ସୁଶ୍ରୀ ଓ ଫିଟ୍ ରଖିଛି। ଦର୍ଶକ ଦେଖି କହିଛନ୍ତି ଖଳନାୟକ ଭଲ ଅଛି, ଭିଲେନ୍ ଭୂମିକା କରିବାକୁ ଉପଯୁକ୍ତ। ଦେଖିଲେ ଖୁସି ଲାଗୁଛି। ବୁଝିଲୁ ସାଙ୍ଗମାନେ, ଭିଲେନ୍ ଭଲ ନଥିଲେ ଯାତ୍ରା ଦେଖିବାକୁ ଭଲ ଲାଗିନଥାଏ, ଖୁସି ଲାଗେନା। ଖାଲି ତତେ କାହିଁକି, ଅଧିକାଂଶ ଦର୍ଶକ ଯାତ୍ରା ଭିଲିଆନ୍ ଓ ତା'ର ପ୍ରଦର୍ଶିତ ଅଭିନୟକୁ ଚାହିଁଥାନ୍ତି। ମୁଁ ଶୁଣୁଛି ଯୋଉ ଅପେରା ଅଭିନୟ ଆମେ ଆଜି ଦେଖିବାକୁ ଯାଉଛେ, ଭିଲିଆନ୍ ଭାରି ବଢ଼ିଆ। ଟିଭି ଦୂରଦର୍ଶନରେ ଆଲବମ୍ ଗୀତ ସଙ୍ଗୀତରେ ରୋଲ୍ କରି ନାଁ କମେଇଛି, ହିରୋ ହୋଇ ବାହାରିଛି। ନାୟିକା ପ୍ରତି ଯଥେଷ୍ଟ ଭଲ ପାଇବା, ଆନୁଗତ୍ୟ ପ୍ରଦର୍ଶନ, ନାୟିକାର ଛିଣ୍ଡା ସ୍ୟାଣ୍ଡେଲକୁ ବିନା ଦ୍ୱିଧାରେ ଧରିବା, ତାକୁ ଟେକିବା, କାନ୍ଧେଇ ବୋହି ନେବା, ଟୋକା ରୋମାଣ୍ଟିକ୍ ସିନ୍‌ଗୁଡ଼ିକ ଭଲ କରିଥିଲେ ବି ବିଶ୍ୱାସଘାତିନୀ ପ୍ରେମିକା ୟାକୁ ଭଲ ପାଇବା ସହିତ ଆଉ ଜଣେ ଯୁବକକୁ ଭଲ ପାଇବା, ୟା ସହିତ ଚାଲବାଜି କଲେ ବି ଏ ନାୟିକା ପ୍ରତି ବେଶ୍ ଉତ୍ସର୍ଗୀକୃତ। ପ୍ରେମିକାର ଆଘାତ ୟାକୁ କନ୍ଦେଇଛି, ମଦ୍ୟପ ନିଶାସକ୍ତ କରିଛି। ମଦ୍ୟପ ନିଶାସକ୍ତ ନୃତ୍ୟଭଙ୍ଗୀରେ ଥାଇ ହିରୋଟି ବେଶ୍ ଚମତ୍କାର, ମନମୁଗ୍ଧକର ଦେଖାଯାଉଛି। ମୋତେ ତାକୁ ଭାରି ପସନ୍ଦ। ତୁ ଜଣେ ପୁଅପିଲା, ପୁଅ ହୋଇ ପୁଅକୁ ଭଲ ପାଇବା କେମିତିକା କଥା? ତୁ କ'ଣ ତେବେ ମାଇଚିଆ ନା କ'ଣ? ନା ସମଲିଙ୍ଗୀ ଯୌନତା ଚାହୁଁ? ତା ନୁହେଁ। ସୌନ୍ଦର୍ଯ୍ୟ, ଅଭିନୟ, ଦେହର ସୁଗଠନ ମୋତେ ତା ପ୍ରତି ଆକର୍ଷିତ କରିଛି। ପ୍ରେମ, ଭଲ ପାଇବା ଝିଅ ପୁଅ ସମଲିଙ୍ଗୀ ବିଷମଲିଙ୍ଗୀ ଦେଖେନା, ଦେଖେ ଆକର୍ଷଣ, ଆଟ୍ରାକ୍ସନ୍। ଆମେ ସାଇକୋଲୋଜିର ଷ୍ଟୁଡେଣ୍ଟ। ସାଇକୋଲୋଜି ଲିଙ୍ଗ ଚାହେଁନା, ଚାହେଁ ଆକର୍ଷଣ। ପୁଅ ଝିଅ ଯିଏ ହୋଇଥାଉ ପରବାୟ କରିନଥାଏ। ସମଲିଙ୍ଗୀ କ'ଣ ଖରାପ ଜିନିଷ? ଯୌନ ତୃପ୍ତିର ତାହା ଭିନ୍ନ ସ୍ୱାଦ, ଅପର ଏକ ରୋମାଞ୍ଚ, ଶିହରଣ। ପୁଅ ପୁଅ ହେଉ ଅଥବା ଝିଅ ଝିଅ ହେଉ, ସମସ୍ତଙ୍କ ଶାରୀରିକ ଗଠନ ସମାନ ନଥିବାରୁ ହିଁ ବେଳେବେଳେ ସମଲିଙ୍ଗୀୟ ଯୌନତା ପ୍ରତି ମଣିଷ ଭିଡ଼ି ହୋଇଯାଏ। ସମାଜ, ଧର୍ମ ଖରାପ ଭାବିବ। ହେଲେ ମଣିଷ ମନକୁ କାବୁରେ ରଖିପାରିଲେ ତ? ମୁଁ ଭାଇ ଏଭଳି ପାର୍ଥକ୍ୟରେ ବିଶ୍ୱାସୀ ନୁହେଁ। ମନର ମୂଳେ ଏ ଜଗତ ଶାୟିତ। ରୂପ, ସୌନ୍ଦର୍ଯ୍ୟ, ସୁଗଠିତ ବପୁ ଥିଲେ ସେ ଝିଅ ଅବା ପୁଅ ଯେ କେହି ହୋଇଥାଉ, ମୁଁ ସମଲିଙ୍ଗୀୟ ପକ୍ଷପାତୀ କରିବାକୁ ଚାହେଁନା। ହେଲେ ଦେଖିବି, ଯେହେତୁ ମୁଁ ସୌନ୍ଦର୍ଯ୍ୟର ପୂଜାରୀ, ସୁନ୍ଦରତାକୁ ଚାହେଁ, ମୋଠାରେ ପୁରୁଷର ବପୁଷ୍ମନ୍ତତା ନାହିଁ। ମୁଁ ପତଳା, ଖେଡ଼ିଖେଡ଼ିଆ, ଡାଙ୍ଗ ମଣିଷ, ସୁନ୍ଦର ବି ନୁହେଁ। ଅଗତ୍ୟା ମୁଁ ସୁନ୍ଦର ସ୍ୱାସ୍ଥ୍ୟବାନ ଯୁବକ ଦେଖିଲେ ଲୋଭେଇଯାଏ, ଆକର୍ଷିତ ହୋଇଥାଏ। ହୋଇପାରେ ଏହା ମୋର ଯୌନ ବିକୃତି। ଖାଲି ତୋର କ'ଣ, ତୋ ଭଳି ଏଭଳି ଅନେକ ଅଛନ୍ତି। ସୌନ୍ଦର୍ଯ୍ୟହୀନତା ଥିଲେ ହିଁ ଏଭଳି ଅବଶୋଷ, ଅବସାଦ ମନକୁ ଆସେ। ହଉ କ'ଣ ଆଉ କରାଯିବ? ବିଧାତା ଆମକୁ ଯେମିତି ଗଢ଼ିଛି, ନିନ୍ଦା କଲେ କ'ଣ ସୁଧାର ଆସିବ? କବିସୂର୍ଯ୍ୟ ବଳଦେବ ରଥ ଜଗତ କେବଳ ନାମକ କବିତାରେ କହିଛନ୍ତି ପରା, ଯାହାକୁ ଯାହା କରିଛି ଦଇବ, ତହୁନିକି ସେ ଅନ୍ୟଥା ହୋଇବ, ହୋଇପାରିବ ନାହିଁ। ଭାଇ ମନଉଣା କରନା। ହଉ ଯୁବକକୁ ଟୋକାକୁ ଭଲ ପା,
ଯାହା ମନ ଯହିଁକି ରସେ କିଆ ଫୁଲ ପରି ବାସେ କଥା ଅଛି। ସତରେ ସୌନ୍ଦର୍ଯ୍ୟର ଏକ ଯାଦୁକରୀ ସ୍ପର୍ଶ ଅଛି, ତାହା ଲିଙ୍ଗର ବାଛବିଚାର କରିନଥାଏ, ମନର ଚାହିଁବା ଚାହେଁ। ଆଜିର ଯାତ୍ରା ଅଭିନୟରେ ତୋର ମନଲାଖି ଭିଲିଆନ୍ ଅଛି, ଯାହାକୁ ଆମେ ଦେଖିବାକୁ ପାଇବା। କାଲି ଯାତ୍ରା ଦେଖି ଆସିଥିବା ଦର୍ଶକେ କହିଛନ୍ତି, ଆଚ୍ଛା, ଭିଲିଆନ୍କୁ କାହିଁକି ଦର୍ଶକ ଏତେ ଭଲ ପାଆନ୍ତି, ଦେଖିବାକୁ ଚାହାନ୍ତି? କାରଣ ଭିଲିଆନ୍ ଯାତ୍ରା ନାଟକର ସବୁଠାରୁ ଦି ବେଷ୍ଟ କଳାକାର। ତୋ ପାଇଁ ଯାତ୍ରା କାହାଣୀର ଯେତକ ସମସ୍ୟା, ତା ପାଇଁ ଯାତ୍ରା କାହାଣୀର ଯେତକ ସମସ୍ୟା, ସମଗ୍ର ନାଟ୍ୟ କାହାଣୀର ସେ ମଉଡ଼ମଣି, ଶୀର୍ଷସ୍ଥାନ ଗ୍ରହଣକାରୀ। ଅଧିକ ଦରମା ବି ପାଏ, ହିରୋଠାରୁ ବି ବେଶୀ। ତାକୁ ସବୁଠୁ ସୁନ୍ଦର କରି ସଜା ଯାଇଥାଏ ବେଶ ପୋଷାକ ଦେଇକି। ଚଳିତ ଯାତ୍ରା ଦଳରେ ଭିଲିଆନ୍ ନୈଷ୍ଠିକ ବ୍ରାହ୍ମଣ, ଗୋରା ତକ୍ ତକ୍ ଶରୀର। ଭୂମିକାରେ ଅଛି ପଠାଣ ମୁସଲମାନ, ଦାଢ଼ି ରଖିଛି, କାନଫୋଡ଼ା ଯାଇ ଟପ୍ ପିନ୍ଧିଛି, ମୋଟା ବଳିଷ୍ଠ ହାତଦ୍ୱୟରେ ଟାଟୁ। ଦିନରେ ଆସି ଅଭ୍ୟାସ ଅଭିନୟ ରିହର୍ସାଲ ଦେଖୁଥିଲି। ଓସ୍ତାଦର ତାକୁ ଯୋଉ ମାଡ଼, ଶଳା ପିନ୍ଧା ପାଇଜାମାରେ ମୁତିଦେଲା। ସମସ୍ତଙ୍କ ସାମ୍ନାରେ କହୁଛି। ଓସ୍ତାଦ ଶୁଣି କହିଲେ, ମୁତିଲୁ କ'ଣ ହଗିବୁ? ତୋ ରୋଲ୍ ତୋତେ ଦେଖିବାକୁ ଦର୍ଶକେ ଭାରି ଆଗ୍ରହୀ। ଏଣୁକରି ତୋତେ ଆଜି ଲାଲି, ସବୁଜ ଏବଂ କଳା ରଙ୍ଗର ଖାନ୍ ଡ୍ରେସ୍ ପିନ୍ଧାଇ ମଞ୍ଚକୁ ଛାଡ଼ିବି। ପ୍ରତିବାଦ କଲେ ମାଡ଼ ଖାଇବୁ। ଟିଭି ରୋଲ୍ କରି ଆସିଛୁ ବୋଲି କ'ଣ ବଡ଼ ଭାରି ଅଭିନେତା ବନିଗଲୁ? ଯାତ୍ରା ଅଭିନୟ ରାତି ଜଗା, ଡାଇଲଗ୍ ଘୋଷା କଦାପି ସହଜ ନୁହେଁ। ସାମାନ୍ୟ ଓଲମ ବିଲମ ଏପଟ ସେପଟ ହେଲେ କଷ ମାଡ଼ ଖାଇବୁ। ନହେଲେ ଦର୍ଶକ ସାମ୍ନାରେ ତୋତେ ଚର୍ ଚର୍ ମୁତେଇ ଦେବି। ଅପମାନ ପାଇଲେ ଯାଇ ସମ୍ମାନିତ ହେବୁ। ଲାଜ ସଙ୍କୋଚ ଅଭିନୟର ଶତ୍ରୁ। ଲାଜ ସଙ୍କୋଚ ତେଣୁକରି ଛାଡ଼। ଅଭିନୟ ଲାଜ ସଙ୍କୋଚ ଦେଖେନା, ବଶଂବଦତା ନିଷ୍ଠାପରତା ଦେଖେ। ଓସ୍ତାଦର ମାନ୍ୟତା ପରଖେ। ତୋର ସବୁଠୁ ବେଶୀ ଦରମା, ତୁ ନାମୀ ଦାମୀ କଳାକାର, ଯାତ୍ରାରେ ନୂଆ ହୋଇ ଅଭିନେତା ହୋଇଛୁ। ଅବଶ୍ୟ ଆଗରୁ ଟିଭିରେ ପାର୍ଟ କରୁଥିଲୁ, ହେଲେ ଟିଭିରେ ରୋଲ୍ କରିବା ଯାତ୍ରାରେ ରୋଲ୍ କରିବା ସମାନ ନୁହେଁ। ଟିଭିର ଦର୍ଶକ ପରୋକ୍ଷ, ଯାତ୍ରା ଦର୍ଶକ ପ୍ରତ୍ୟକ୍ଷ। ଅଭିନୟ ସୁଚାରୁ ମନଲାଖି ହେଲେ ବି କୁଛ ତ ଲୋଗ କହେଙ୍ଗେ, ଲୋଗୋं କା କାମ ହୈ କହନା। ଭଲ ମନ୍ଦ ଯେମିତି ଅଭିନୟ କଲେ ବି ତୁ କମେଣ୍ଟ ପାଇବୁ, ଟିପ୍ପଣୀ ଶୁଣିବୁ। ଯେହେତୁ ଦର୍ଶକ ସମାଜ ଆଖି ସାମ୍ନାରେ ଅଛନ୍ତି, ତୋତେ ରୋଲ୍ କରୁଥିବା ଦେଖୁଛନ୍ତି, ସେଥିପାଇଁ କହୁଛନ୍ତି। ଆଗକୁ କହିବେ ତୋତେ ଧୈର୍ଯ୍ୟ ଧରି ପ୍ରତିକ୍ରିୟାହୀନ ହେବାକୁ ପଡ଼ିବ। ହେଲେ ତୋର ମୋର ଦଳର ଉନ୍ନତି। ଫଳିଲା ଗଛ ପରା ତୁ ଫୋପଡ଼ ସହିବୁ। କାରଣ ସ୍ୱଇଚ୍ଛାରେ ଅଭିନେତା ହେବାର ଲକ୍ଷ୍ୟ ମନରେ ରଖି ଯାତ୍ରାରେ ଉଜାଗର ରହିବା ଜାଣି ବି ମୁହଁରେ ରଙ୍ଗ ବୋଳିଛୁ। ତେଣୁ ତୋତେ ମୁକ୍ତି ନାହିଁ। ଆଉ ଶିଖିବାରେ ତ୍ରୁଟିପୂର୍ଣ୍ଣତାକୁ ମୁଁ ତୋର ଡ୍ରାମା ସାର୍ ତୋତେ ମୁକ୍ତି ଜମାରୁ ଦେବି ନାହିଁ। ତୁ ଭୁଲ କରିବୁ, ମୋତେ ଅପବାଦ ମିଳିବ। ସାର୍ କ'ଣ ଅନ୍ଧ ଥିଲା? ଆଖି ସାମ୍ନାରେ ଓଡ଼ିଆ ଯାତ୍ରାର ଟେକ, ମଉଡ଼ମଣି, ଅଧିକ ଦରମା ନେଉଥିବା ଯାତ୍ରା ନାଟକ କାହାଣୀର ମୋଡ଼ ପରିବର୍ତ୍ତକ ଚରିତ୍ର ଭିଲିଆନ୍, ଯାହାର ଶରୀର, ପୋଷାକ, ବେଶ, ପରିଧାନ, ଅଭିନୟିକ ଭଙ୍ଗୀ କେମିତି କିପରି ହେଉଛି ଦେଖିବାରେ ସତତ ଉଦ୍ଗ୍ରୀବ ଥିବା ଦର୍ଶକ ସମ୍ମୁଖରେ ତୁ ଭୁଲ କରିବୁ, ଆଉ ମୁଁ ଥାଇ ଆଦୌ ସହିପାରିବି ନାହିଁ। ମୁଁ ନିର୍ଦ୍ଦେଶନାରେ ଗ୍ରାଜୁଏଟ୍ ଡିଗ୍ରୀଧାରୀ, 25 ବର୍ଷର ଅଭିଜ୍ଞ ଯାତ୍ରା ଡାଇରେକ୍ଟର, ଆଉ ତୁ ନବପ୍ରତିଭା କାଲିକା ଯୋଗୀ। ତୋର ଗାଲ ଚିପିଲେ କ୍ଷୀର ବାହାରିବ। ଜମା ଅଭିଜ୍ଞ ଯାତ୍ରା ଭିଲିଆନ୍ ନୋହୁଁ, ହିରୋ ବି ନୋହୁଁ। ତେଣୁ ତୁ ଅବଶ୍ୟ ମୋର ମାଡ଼ ଖାଇବୁ, ଗାଳି ଶୁଣିବୁ। କ'ଣ ରାଜି? ନୀରବ ରହିଲା। ଅନେକ ସମୟ ପରେ କହିଲା, ରାଜି ବୋଲି ତ ଆପଣଙ୍କ ଶରଣାପନ୍ନ, ଆପଣଙ୍କୁ ଗୁରୁ ବାଧ୍ୟ ମାନୁଛି। ଆପଣ ମୋତେ ଜଣେ କୁଶଳୀ କଳାକାର କରାନ୍ତୁ। ମୁଁ ଜାଣେ ଯାତ୍ରା ଅଭିନେତା ଗାଳି ମାଡ଼ ଖାଆନ୍ତି। ୟାକୁ କହନ୍ତି ଅଣ୍ଡିରି ପୁଅ। ହଉ ଏବେ ଯା, ଡାଇଲଗ୍ ଘୋଷ। ଏସବୁଥିରୁ ପ୍ରତିପନ୍ନ ହେଲା କି ଡ୍ରାମା ଡାଇରେକ୍ଟର ଭାରି ଆଡାମେଣ୍ଟ। ନିଜର ଓସ୍ତାଦ ପତିଆରାକୁ ଭିଲିଆନ୍ଠାରେ ବାଧ୍ୟ ପ୍ରୟୋଗ ଚାହାନ୍ତି। ମୋ ଗୁରୁ ସବଜାନ୍ତା, ଅତଏବ ଭିଲିଆନ୍ ଟୋକା ମୋର ଅଧୀନ ରହୁ, ମୋତେ ଭକ୍ତି ପ୍ରଦର୍ଶନ କରୁ, ମୋ କଥା ଉପରେ କଥା ନ କହୁ, ପ୍ରତିବାଦ କରୁନା, ମୋତେ ଡରିକି ରହୁ, ତା ଉପରେ ମୁଁ ଆଧିପତ୍ୟ ବିସ୍ତାର କରିବି।
ମୋଟା ତାଗଡ଼ା ଦେହାଳୁ ଥିଲେ ବି ମୋତେ ମାରିପାରିବ ନାହିଁ। ମୁଁ ତା'ର ମୁରବୀ, ସେ ମୋର ନୁହଁ। ମୋର ମାଡ଼ ଗାଳି ପାଇ ଯଦି ମୋତେ ପ୍ରତି ଆକ୍ରମଣ କରେ, ପ୍ରତିଘାତ ଦିଏ, ସେଦିନ ଶଳାର ମୁଣ୍ଡରେ ଶାର୍ଗୁଣା ଉଡ଼ିଲା ଜାଣ। ପୋଲିସ ମାମଲା ସାଙ୍ଗେ ସାଙ୍ଗେ ଆମ ନିଜର ମୁତୟନ ଓକିଲ ଆଇନ ପରାମର୍ଶଦାତା ଅଛନ୍ତି। ସେ କିନ୍ତୁ ପୋଲିସ କେସ୍ କରିପାରିବ ନାହିଁ। ଯେହେତୁ ସେ ବଣ୍ଡ ସାଇନ୍ କରିଛି, ପଢ଼ି ଜାଣିଛି ଯେ ମୁଁ ଓସ୍ତାଦଙ୍କଠାରୁ ମୋର ଅଭିନୟିକ ତ୍ରୁଟି ବିଚ୍ୟୁତି ବିଶୃଙ୍ଖଳା ନିମନ୍ତେ ମାଡ଼ ଗାଳି ଖାଇବାକୁ ସହମତି ଦେଉଛି, ଏଥିପାଇଁ ପ୍ରସ୍ତୁତ। ଓସ୍ତାଦ ମୋର ନାଟ୍ୟ ଶିକ୍ଷାଦାତା ଗୁରୁ, ଆଉ ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ମୁଁ ତାଙ୍କ ଶିଷ୍ୟ, ଶିଷ୍ୟ ହୋଇଛି, ଗୁରୁଙ୍କ ଆନୁଗତ୍ୟ ସ୍ୱୀକାର କରୁଛି, ଅନୁଗତ ହୋଇ ଅଧୀନରେ ରହିବି। ଓସ୍ତାଦ ପଚାରିଲେ, କ'ଣ ଭାବୁଛୁ? ଆସ୍, ସୋ ଟାଇମ୍ ହୋଇଗଲା। ଗାମୁଛା ପିନ୍ଧି ଚକା ପକାଇ ସିଧା ବସ୍। ତୋତେ ପେଣ୍ଟିଂ କରାଯିବ। ପେଣ୍ଟର ଗାମୁଛାରେ ଝାଳୁଆ ମୁହଁ ପୋଛିଲେ, ଆଖିରୁ ଲେଞ୍ଜରା ବାହାର କରି ଆଖି ସଫା କରି ଆଖିରେ ପାତଳ କଳା ପିନ୍ଧାଇଲେ, ରଙ୍ଗ ପାଉଡର ଜିଙ୍କ ଗୁଣ୍ଡରେ ମୁଖମଣ୍ଡଳ ସଜାଇଲେ, ଓଠରେ ଲାଲି ଲିପଷ୍ଟିକ୍ ବୋଳିଲେ। ଆଖିର ତଳ ପତା ରଙ୍ଗରେ ବୋଳି ହୋଇ ଲାଲ ଦିଶୁଥାଏ। ହଠାତ୍ ଗାଣ୍ଡି ଟେକି ପାଡ଼ିଲା। କେତେ ପାଡ଼ୁଛୁ ବା? ପେଟ ରାତି ଜାଗି ଗ୍ୟାସ୍ ହୋଇଯାଇଛି, ସେ ଲାଗି ଅଧବାୟୁ ତ୍ୟାଗ କରୁଛୁ। ହଉ ଉଠ, ଭିତରେ ଚଡ଼ି ପିନ୍ଧୁଛୁ ତ? ସାର୍, ନେ ନାଲି ରଙ୍ଗର ଖାନ୍ ଡ୍ରେସ୍ ପିନ୍ଧ, ପାଦରେ ଲାଲି ମୋଜା ଗଳା, ହାତରେ ଭାରି କଡ଼ା ଅଛି, ଘଣ୍ଟା କାଢ଼। ତୋର ଅଭିନୟ କରିବା ଓ ଲୋକଙ୍କୁ ଦେଖାଇବା ହେଲା କାମ, ଘଣ୍ଟା ଦେଖିବା କାମ ନୁହେଁ। ହାତରୁ ଘଣ୍ଟା କଢ଼ାଗଲା। ନଇଁପଡ଼ି ଆଣ୍ଠୁମାଡ଼ି ବସି ଦୁଇ ହାତ ତଳେ ଲଗାଇ ଠାକୁରଙ୍କୁ ଭକ୍ତିପୂତ ଓଳଗି ହେଲା। ଓସ୍ତାଦ ବାହାରେ ବେତ ଧରି ବସିଛନ୍ତି। ଅନ୍ୟାନ୍ୟ ସିନିୟର ଆର୍ଟିଷ୍ଟଙ୍କୁ ପ୍ରଣାମ କଲା। ଜଣ ଜଣ କରି ସମସ୍ତଙ୍କୁ ନମିଲା। ବେଶଘରୁ ବାହାରିଲା। ପଥରେ ଉଜ୍ଜ୍ୱଳ ତୀବ୍ର ଆଲୋକ ରଶ୍ମି ଆଗରୁ ପଡ଼ିଥିଲା। ଦର୍ଶକେ କହିଲେ, ଭିଲିଆନ୍ ଆସିଗଲେ। ନାଲିଆ ସାଟିନ୍ ଚିକ୍ କନାର ଖାନ୍ ଡ୍ରେସ୍ ଜୋତା ମୋଜା ସହିତ ପିନ୍ଧିଛି। ଲାଇଟରେ ମୁହଁ ଦେହ ଚିକ୍ ଚିକ୍ କରି ଝଲସି ଯାଉଛି। ଓସ୍ତାଦ ଧରିଥିବା ବେତରେ ଇସାରା ଦେଇ କହିଲେ, ଆସ୍ ମୋ ପଛରେ, ଚୁପଚାପ ଛିଡ଼ା ହୁଅ। ଦର୍ଶକ ସହିତ କଥା ହେଲେ ବେତ ମାଡ଼ରେ ତୋ ଗାଣ୍ଡି ଫଟେଇ ଦେବି। ଉପସ୍ଥିତ ଦର୍ଶକ କମେଣ୍ଟ ଦେଇ କହିଲେ, ତାର ଗାଣ୍ଡି ତ ଆଗରୁ ଫାଟିଛି, ନହେଲେ ସେ ହଗୁଛି ପାଡ଼ୁଛି କେମିତି? ଆପଣ ତାର ଗାଣ୍ଡି ଫଟେଇବେ କ'ଣ? ଯଦି ବିଶ୍ୱାସ ଆସୁନି, ତାର ଗାଣ୍ଡିରେ ଆଙ୍ଗୁଠି ଭରି ଚେକ୍ କରନ୍ତୁ ତାର ଗାଣ୍ଡି ଫାଟିଛି ନା ନାହିଁ। ମୋର ଜଣେ ମାଉସୀ ପୁଅ ଭାଇର ଗାଣ୍ଡିରେ ଜନ୍ମବେଳେ ପତଳା ପରଦା ମାଡ଼ିଥିଲା। ଡାକ୍ତର ଅପରେସନ ଦ୍ୱାରା ପରଦାକୁ କାଟି ବାହାର କରିଥିଲା। ଲୋକଙ୍କଠାରେ ହାସ୍ୟରୋଳ ଦେଖାଗଲା। ଲୋକେ କଥାର ସମର୍ଥନ କରି କହିଲେ, ମଞ୍ଚକୁ ଗଲେ ତାର ଗାଣ୍ଡିରେ ପୋଲିସ ରୁଲ ବାଡ଼ି ଗେଞ୍ଜା ହେବ। ସତେ ନା କ'ଣ? ତୁ କେମିତି ଜାଣିଲୁ? ମୁଁ ପରା ରିହର୍ସାଲ ଦେଖିଛି। ବଡ଼ ଭିଲିଆନର ଉପଭୋଗ୍ୟ ନାୟିକାକୁ ଆଣିବାକୁ ଯାଇ ତାକୁ ଠକି ଦେଇ ଇଏ ପ୍ରଥମେ ରେପ୍ କରିଦେବାର ସଜା ପାଇଁ ସେପରି ଦଶା ଭୋଗିବ। ତୁ ନାଟକ ଦେଖ, ବଳେ ଜାଣିଯିବୁ। ମଞ୍ଚକୁ ଯିବା ପୂର୍ବରୁ ନିଜର ନାଟ୍ୟ ଶିକ୍ଷାଦାତା ଗୁରୁଙ୍କୁ ନଇଁପଡ଼ି ପିଚା ଦେଖାଇ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ବେଳେ ଦର୍ଶକ କହିଲେ, ଆବେ ଶଳାଟା ପାଡ଼ିଦେଲା। ସତେକି ବମ୍ ଫୁଟିଲା। ପୁଣି ହାସ୍ୟରୋଳ। ଏଥିରୁ ପ୍ରତିପନ୍ନ ହେଲା କି ଭିଲିଆନ ଓସ୍ତାଦଙ୍କ ପ୍ରତି କେତେ ଅନୁଗତ, ବଶମ୍ବଦ, ବିନମ୍ର। ଆଉ ଦର୍ଶକେ ଥିଲେ ମୁହଁଫୋଡ଼। ପାଟିରେ ସେମାନଙ୍କର ବାଡ଼ବତା ନାହିଁ। ଅଭଦ୍ର ଅଶାଳୀନ ମତାମତ ଦେଇ ଚାଲିଛନ୍ତି, ଉଚ୍ଛୃଙ୍ଖଳ ଅଛନ୍ତି। ଓସ୍ତାଦଙ୍କର ମନୋଭାବରୁ ଜଣାଯାଇଥାଏ କି ଭିଲିଆନକୁ ଅଧୀନ ରଖି ଏମିତି କଡ଼ା କଡ଼ା ଠୋସ୍ ଠୋସ୍ କଥା କହୁଛନ୍ତି ଯେମିତି ପଠାଣ ମିଆଁ ଭିଲିଆନ ରୋଲ୍ କରା ଯୁବକ କଳାକାର। ଓସ୍ତାଦଙ୍କ ବ୍ୟବହାର ଭଲ ଲାଗୁ ନଥିଲେ ବି ଯେହେତୁ ସେ ତାଙ୍କ ଅଧୀନରେ ଅଛି, ତେଣୁ ଜୋକ ମୁହଁରେ ଲୁଣ ଦେଲା ପରି ବାଧ୍ୟ ନୀରବ ରହୁଛି। ପ୍ରତିବାଦ କଲାମାନେ ପାଟିରେ ହାଙ୍ଗାମା ହୋଇଯିବ। ଲକ୍ଷ ଲକ୍ଷ ଟଙ୍କା ଆଡ଼ଭାନ୍ସ ନେଇଛି, ସୁତରାଂ ଗୁରୁ ଆଦେଶ ଶିରଧାର୍ଯ୍ୟ କରିଛି। ବଳ ବୀର୍ଯ୍ୟ ଦେଖାଇ ମାଡ଼ ଫୌଜଦାରୀ ଯଦି କରିବାର ଥିଲା, ତାହେଲେ ଯାତ୍ରା ଅଭିନୟର ଆୟାସକର ଗ୍ଲାମର ମାୟା ଜଗତକୁ ଆସିବାର ନଥିଲା। ଜଗତ ତାକୁ ଦେଖୁଛି, ସେ କିନ୍ତୁ ନିଜକୁ ଦେଖିପାରୁନି। ଓସ୍ତାଦ ତାର ବିବେଚନାର ଆଖି ଓଟାରି ନେଇଛନ୍ତି। ତାଙ୍କୁ ମାନ୍ୟତାର ଆଶ୍ରା ବାଡ଼ି ଧରି ସେ ଅଭିନୟ ବାଟରେ ଚାଲୁଛି। ଓସ୍ତାଦଙ୍କର କଡ଼ା କଥା ଶୁଣି
ବି ବିଦ୍ରୋହୀ ହୋଇପାରୁନି। ପେଶାରେ ଦାଦାଗିରି ଦେଖାଇବା ମାନେ ବିପଦ। ଓସ୍ତାଦ ବଡ଼ଲୋକ, ବଡ଼ଲୋକଙ୍କୁ ଉତ୍ତର ନାହିଁ, ଠିକ୍ ସ୍ୱର୍ଗକୁ ନିଶୁଣି ନଥିବା ଭଳି। ବାଦ୍ୟର ଗୁଡ଼ୁମ୍ ଗୁଡ଼ୁମ୍ ନାଦ ବାଜିବା କ୍ଷଣି କ୍ଷିପ୍ର ଦ୍ରୁତ ପଦବ୍ରଜରେ ମୁହଁରେ କଳା ଢାଙ୍କୁଣୀ ଘୋଡ଼ାଇ ସିଧା ମଞ୍ଚକୁ ଯାଉଥିବା ବେଳେ ପାଦରେ ଗୋଡ଼ି ବାଜି ସାମାନ୍ୟ ଝୁଣ୍ଟିବା ଭଳି ହେଲା। ଆବେ ମୁହଁ ଉପରୁ କଳା ଢାଙ୍କୁଣୀ ଉଠା, ଆମେ ତୋର ଭିଲିଆନ୍ ମୁହଁ ଟିକେ ଦେଖୁଁ। ଉଠାଇଦେବ ତାର ଏଡ଼େ ସାହସ? ଗାଳିମାଡ଼ କୁଆଡ଼େ ହଜିଗଲା କି? ଦେଖୁନୁ ବେତ ଧରି ଓସ୍ତାଦ ସାମନାରେ ଅଛନ୍ତି, ପିଠିକି ପିଚା ତାର ପଚେଇ ଦେବେ। ଦିନରେ ତ ମୁତିଥିଲା, ଏବେ ରାତିରେ ଖାନ୍ ଡ୍ରେସ୍ ପିନ୍ଧା ପାଇଜାମାରେ ବେତ ପ୍ରହାର ଖାଇ ହଗି ପକେଇବ। କାହିଁ ଭିତରେ ଚଡ଼ି ପିନ୍ଧିଥିବ? ହଉ ପିନ୍ଧୁ, ଯୋଉଠି ତ ହେଲେ ମଳତ୍ୟାଗ ହୋଇଯିବ। ଓସ୍ତାଦ କ'ଣ ବାଡ଼ାନ୍ତି? ନାଇଁ, ତାର ତାଗଡ଼ା ସୁନ୍ଦର ଆକର୍ଷକ ଶରୀର ଦେଖି ଗାଲରେ ଚୁମା ଦେବେ। ମାଡ଼ ଦେଇ ଦେଇ ଶଳାକୁ ଗଇଁଆ କରାଉଥିବେ। ଡାଇଲଗ ଘୋଷିବା, ଆକ୍ଟିଂ କରିବା ସହଜ ନୁହେଁ। ଛାଟ ଖାଇ ପାଠ ଶିଖୁଛି। ଷ୍ଟେଜରେ ସିନା ବାଘ, ହେଲେ ଓସ୍ତାଦ ପାଖେ ବେଶ ଘରେ ପୂରା ଛାଗ। ଓସ୍ତାଦ ସାମନାରେ ଚୁଁ ଚୁଁ ଚୁଚୁନ୍ଦ୍ରା। ମଞ୍ଚରେ ଯାଇ ମୁହଁ ଉପରୁ କଳା ଢାଙ୍କୁଣୀ ଟେକିଲା। ହାଃ 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 ସ୍ୱରରେ ବିକଟାଳ ଗର୍ଜନ କଲା। ଆଖି ଫାଡ଼ି ପାଦ ଫର୍ଚ୍ଚା କରି ତଳିପାରେ ପାଦ ଟେକି ଆଗ ପଛ କରାଇ ଗୋଡ଼ ସାମାନ୍ୟ ଟେକି କହିଲା, मैं पठान का बच्चा हूँ, नाम मेरा गुलाम खां। मुझे मेरा मालिक बड़ा भिलियन हुक्म दिया है मल्ली को उसके हुजूर हाजिर करने को। अरे मैं क्या बेवकूफ़ हूँ जो मैं थाम के लाऊंगा उसको दूंगा। मल्ली मेरा गिज़ा है, गिज़ा खाना खाना, मैं उसका जवानी को खाऊंगा, खून खराब कर दूंगा। साली मेरा हाथ से खिसक के भाग गई, फिर से जाता हूँ उसको थाम के लाता हूँ, आप लोगों के सामने उसका सुहागरात मनाऊंगा। मेरा मिशिन से पानी टपका, चड्डी में गिरा। ଲୋକଙ୍କର କରତାଳିରେ ପରିବେଶ ପ୍ରକମ୍ପିତ। वाह वाह, बहुत खूब, तेरा मदमस्ती भरा जोड़ा और जवानी की कसम। बुद्धू जा जा जल्दी पकड़ के ला बेटा, देखें तू कितना तगड़ा है, तेरा गांड में कितना दम है, हमको दिखा जरा। ज़्यादा बदमाशी किया ना, मार खा खा के तेरा गांड से गू निकल जाएगा। हाँ देख, उस्ताद बाहर तैयार होके बैठा है, हाथ में छड़ी पकड़ा है, खास तुझको मारने के लिए। मंचरू थाई कहिला, मैं डरता नहीं, जो होगा हम देखेंगे। ଏହା କହି ପୁଣି ମୁହଁକୁ କଳା ଢାଙ୍କୁଣୀରେ ଘୋଡ଼ାଇ ଝପଟିକି ବାହାରି ବେଶଘରକୁ ଯାଇ ନାୟିକାର କେଶଗୁଚ୍ଛକୁ ହାତ ମୁଠାରେ ଜାବ ପକାଇ ଧରି ସଜରେ ଟାଣି ନେଇ ମଞ୍ଚରେ ନେଇ ନାୟିକା ସହିତ ଗଡ଼ାତଡ଼ା ହୋଇ ନିଜ ଦେହକୁ ତା ଦେହ ସହିତ ଜଡ଼ାଇ ଧରି ଜୋର ଜବରଦସ୍ତି ରେପ୍ କରିବାକୁ ଲାଗିଲା। ନାୟିକାର ପରଉଣ୍ଡି କୌଶଳ କରି ପଠାଣ ମିଆଁ ଭିଲିୟନର ମୁହଁରେ ଉପରେ ପଡ଼ିଥିବା କଳା ଢାଙ୍କୁଣୀକୁ ଓଟାରି ଦେଖିଲା ଯେ ତାହାର ମୁହଁଟି ବାଘ ଏବଂ ହିଂସ୍ର। ପୁରୁଷ ମଣିଷ ଶରୀରର ପ୍ରକୃତ ସ୍ୱର୍ଣ୍ଣ ଅଳଙ୍କାର ସୁନାକୁ ଚିପି ଦେବାରୁ ପଠାଣ ମିଆଁ ଭିଲିୟନ ଜୋରରେ ରଡ଼ି ଛାଡ଼ି ଚିତ୍ ହୋଇ ଉପର ମୁହାଁ ଲିଙ୍ଗ ଟେକି ସେମିତି ପଡ଼ି ଗଁ ଗଁ ହେଉଥାଏ। ମୁହଁ ଉପରେ କଳା ଢାଙ୍କୁଣୀ ସେମିତି ପଡ଼ିଥାଏ। मेरा सब जोर साली ले गई, अब मैं नामर्द हो गया, आर सैलाब आता नहीं, टापू डूब गया, सांप से गया, कहाँ गई तू मेरे प्राण मल्लिका। ଆଉ ଅଛି ଯେ ପ୍ରାଣ ମଲ୍ଲିକା କହିବୁ? ଦର୍ଶକ ମଞ୍ଚରୁ ପାଟି କରି କହିଲେ, ସେ ତୋର ଚାବି ନେଇ ପଳାଇଛି, ଖାଲି ତାଲା ଯାହା ଝୁଲୁଛି, କାଲିକୁ ତୋର ତାଲା ଖୋଲିବ। ଆବେ ରାଙ୍ଗା, ତାର ମୁହଁରେ ତଳେ ପଡ଼ିଥିବା କଳା ଢାଙ୍କୁଣୀ ଘୋଡ଼ା, ଏଇନେ ହ୍ୟାଣ୍ଡକପ୍ ହାତରେ ବାନ୍ଧି ଲକଅପ୍ରେ ନେଇକି ପକା। ଏହା କହନ୍ତେ ପଠାଣ ମିଆଁ ଭିଲିଆନ ଆଖି ପିଛୁଡ଼ାକେ ତଳୁ ଧୂଳି ଉଡ଼ାଇ ତାର ମାଲିକ ବଡ଼ ଭିଲିଆନ ଆଖିକୁ ଛାଟି ଗୋଟାଏ ଝାପରେ ମଞ୍ଚରୁ ଯାଇ ପାର
ଆବେ ଶଳା ଖସିଗଲା, ଧର ଧର ତାକୁ କହି ପଛରେ ଗୋଡ଼ାଇଲେ ବେଶଘରକୁ। ମଞ୍ଚରେ ନାଚ ଆରମ୍ଭ ହେଲା। ଓସ୍ତାଦ ବେଶଘରକୁ ଯାଇ ପଠାଣ ମିଆଁ ଭିଲେନ ଦେହରୁ ନାଲି ଖାନ୍ ଡ୍ରେସ୍ ଓହ୍ଲାଇ ଇସ୍ତ୍ରୀ କରା ଚିକ୍ ଚିକ୍ ମରା ନୀଳ ରଙ୍ଗର ଆଉ ଏକ ଖାନ୍ ଡ୍ରେସ୍ ନିଜେ ଠିଆ ହୋଇ ତାକୁ ପିନ୍ଧାଇଲେ। ତାର ସୁନାରେ ହାତ ମାରି କହିଲେ, କ'ଣ ସତରେ ଜୋରରେ ଚିପିଦେଲା? ନା ସାର୍, ଆସ୍ତେ ଚିପିଛି। ମୁଁ ତାକୁ କହିଥିଲି ଆସ୍ତେ ଚିପିବୁ, ମୁତ ବାହାରି ପଡ଼ିଲା। ହଁ, ହଉ ଯା ଯା, ପଞ୍ଜାବୀ ଗଳା, ନାଚ ସରିଯିବ, ବେଗେ ରେଡ଼ି ହ, ପୁଣି ମଞ୍ଚକୁ ଯିବୁ। ଆଜ୍ଞା ସାର୍। ପୁଣି ଥରେ ମୁହଁ ଢଙ୍କାଗଲା। ମୁହଁ ଘୋଡ଼ାରେ ଥାଇ ଏଥର ମାଲିକ ବଡ଼ ଭିଲିଆନ ସହ, ଯିଏକି ଜିନ୍ସ ପେଣ୍ଟ ସାର୍ଟ ପିନ୍ଧି ହାତରେ ବେତ ବାଡ଼ି ଧରି ପଠାଣ ମିଆଁ ଦାଢ଼ିରଖା ଭିଲିଆନକୁ ମଝିରେ ରଖି ତାର ହାତରେ ହ୍ୟାଣ୍ଡକପ୍ ପକାଇ ମିଆଁ ଭିଲିଆନ ପଛେ ରାଙ୍ଗା ଭିଲା ବଡ଼ ଭିଲିଆନର ଦୁଇ ସହଯୋଗୀ ସହିତ ମଞ୍ଚରେ ପ୍ରବେଶ କରନ୍ତେ ମାଲିକ ବଡ଼ ଭିଲିଆନ ତାର ଚୁଟି ଝିଙ୍କି ମୁହଁକୁ ଉପରକୁ ଉଠାଇ ବେକ ବଙ୍କାଇ ମୁହଁରୁ କଳା ଢାଙ୍କୁଣୀ ଖୋଲି ମଞ୍ଚସାରା ବେକକୁ ମୋଡ଼ି ଘୂରାଇ ଘୂରାଇ ତୀବ୍ର ଉଜ୍ଜ୍ୱଳ ଆଲୋକ ରଶ୍ମିରେ ପଠାଣ ମିଆଁ ଭିଲିଆନକୁ ଦର୍ଶକଙ୍କୁ ଦେଖାଇଲେ। ପ୍ରଖର ଆଲୋକ ରଶ୍ମିରେ ପଠାଣ ମିଆଁ ଭିଲିଆନର ଆଖି ମିଟିମିଟି ହୋଇଯାଉଥାଏ। ଅପ୍ରେଲ ମାସର ପ୍ରବଳ ଗରମ ରାତିଯଗା କଷ୍ଟକର ଅଭିନୟିକ ଶ୍ରମରେ ନୀଳ ରଙ୍ଗର ଖାନ୍ ଡ୍ରେସ୍ ଦେହକୁ ଅସ୍ତବ୍ୟସ୍ତ କରୁଥାଏ। ଅସ୍ୱସ୍ତି ଲାଗୁଥିଲେ ବି ଅର୍ଥର ଗୋଲାମ କଷ୍ଟ ସହି ଅଭିନୟ ଦେଖାଉଥାଏ। ଗାଲରେ ଠାଏ କରି ଚଟକଣା ମାଡ଼ ହେଲା। ପେଟକୁ ଜୋର ଚିପିଦେବାରୁ ଆଏ ମେରେ ଆକା मेरे सरकार, चड्डी में पेशाब हो गया। ରାଙ୍ଗା କହିଲା, ମୁତିଲୁ ଶଳା, ଶିଶୁ ହୋଇଗଲୁ। ପିଚାରେ ହାତ ପିଟି କହିଲା, ଏବେ ତୋର ପିଚା ଭିତରେ ଥିବା ଗାଣ୍ଡିରୁ ମଳ ବାହାରିବ, ଚଡ଼ିରେ ଲାଗିବ। ଆବେ ରାଙ୍ଗା, ତାକୁ ଲାତ ମାରି ତଳେ ପକା। ପଠାଣ ଭିଲିଆନକୁ ତଳେ ପକାଇଲା। ପଡ଼ିବା ପରେ ତଳେ ଘୁଷୁରି ଘୁଷୁରି ମଞ୍ଚର ଗୋଟିଏ କଡ଼କୁ ଚାଲି ଯାଉଥିଲା। ବିଲା ସଜରେ ତାର ବେକରେ ଗାମୁଛା ପକାଇ ଓସ୍ତାଦଙ୍କ ପାଦ ତଳକୁ ଘୋଷାଡ଼ି ଆଣିଲା। ଓସ୍ତାଦ ମୁଝେ ଛୋଡ଼ ଦିଜିଏ। ଆଣ୍ଠୋଇ ଓସ୍ତାଦଙ୍କ ପାଦ ଧରି କ୍ଷମା ମାଗିଲା। ପେଟେଇ ଶୋଇପଡ଼ିଲା। ରାଙ୍ଗା ତାର ଜୋତା ପିନ୍ଧା ପାଦକୁ ମୋଡ଼ି ଚିତ୍ କରାଇଲା। ଦୁଇ ପାଦକୁ ଧରି ନିଜେ ହାତଦ୍ୱୟରେ ଭାରା ଦେଇ ପେଟେଇ ଉଠି ଶୋଇବା ରୀତିରେ ଭୂଇଁରୁ କିଛି ଉପରକୁ ଉଠି ଠିଆ ହୋଇପଡ଼ିଲା। ବିଲା ତାର ବେକକୁ ଧରି ମୋଡ଼ି ତାର ପାଟିରେ କ'ଣ ଗୁଞ୍ଜି ଦିଅନ୍ତେ ବେକ ମୋଡ଼ା ସ୍ଥିତିରେ ବଙ୍କା ମୁହଁରେ ଗଁ ଗଁ ହେଲା, ରକ୍ତ ବାନ୍ତି କଲା। ମରଗୟା ଓସ୍ତାଦ, ମେ ମରଗୟା, ଛୋଡ଼ ଦେଁ। ଛାଡ଼ିଦେବି? ଶଳା ବେତରେ ପିଠି ପିଚାକୁ ବାଡ଼େଇଲେ ସପାକ୍ ସପାକ୍ ଶୁଭୁଥାଏ। ଶଳା ମୋ ସହିତ ଗଦ୍ଦାରୀ, ବେଇମାନୀ, ନାଲାଏକ। ତାକୁ ଚିତ୍ କରାଇ ଶୁଆଅ। ଉପର ମୁହାଁରେ ଶୁଅନ୍ତେ। ଆବେ ଶଳା, ପାଦ ଗୋଡ଼ ଉଠା, ତୋ ଗାଣ୍ଡିରେ ପୋଲିସ ଲାଠି ଗେଞ୍ଜା ହେବ। ଦର୍ଶକ କହିଲେ, କାଲି ବି ଏଇମିତି ଅଭିନୟ ଦେଖାଯାଇଥିଲା, ଆଜି ବି ସେଇ ଏକା ରକମ ଅଭିନୟ। ଆଉ ଜଣେ ଦର୍ଶକ କହିଲେ, ଅଶ୍ଳୀଳତାର ଅଭିନୟ ଦେଖିଲେ ହିଁ ଯାତ୍ରାର ବ୍ୟବସାୟିକ ଚାହିଦା ବଢ଼େ, ତୁ ଜାଣିନୁ କି? ପାଟିରେ ସିଲ୍ ପଡ଼ିଥିବାରୁ ପାଟି ନକରି କେବଳ କୁନ୍ଥେଇ ଗଁ ଗଁ ଶବ୍ଦ କଲା। ଗାଣ୍ଡିରେ ରୁଲ୍ ବାଡ଼ି ଗେଞ୍ଜା ଖାଇ ଛଟପଟ ହେଲା। ଏବେ ତଳୁ ଉଠାଇ ମୁହଁରେ ଢାଙ୍କୁଣୀ ଘୋଡ଼ାଇ ଶଳାକୁ ବେଶ ଘରକୁ ନେଇ ଚାଲ। ଲୋକେ ମଝିରେ ରଖାଇ ତାକୁ ଖାନ୍ ଡ୍ରେସର କୁର୍ତ୍ତା ଟେକି ଅଣ୍ଟାରେ ଜଞ୍ଜିର ଗୁଡ଼ାଇ ନେଇ ଚାଲିଲେ। ଓସ୍ତାଦ ବଡ଼ ମାଲିକ ଭିଲିଆନ ତାର ପିଚାକୁ ଲାତ ମାରିବାରୁ ଆଗକୁ ଠେଲି ହୋଇ ଚାଲିଲା। ଦର୍ଶକେ ପଠାଣ ମିଆଁ ଭିଲିଆନ ଦେହରେ ନିଜର କୋମଳ ହାତ ମାରି ଦେଉଥାନ୍ତି। ପରବର୍ତ୍ତୀ ଦୃଶ୍ୟରେ କଳା ସାଟିନ ଚିକ୍ ଚିକ୍ କନାର ଖାନ୍ ଡ୍ରେସ୍ ପିନ୍ଧି ସେହି ପୂର୍ବୋକ୍ତ ବନ୍ଦୀ ଅବସ୍ଥାରେ କାନ୍ଦି କାନ୍ଦି ଆଖିରୁ ଲୁହ ବୁହାଇ ଝାଳୁଆ ମୁହଁରେ ମଞ୍ଚରେ ପ୍ରବେଶି ଲୋକଙ୍କୁ ହାତ ପତେଇ ଖାଦ୍ୟ ପାନୀୟ ମାଗିଲା। ଲୋକେ ତଳୁ ଉଠି ପଠାଣ ମିଆଁ ଭିଲିଆନକୁ ଫ୍ରୁଟି ପିଆଇଲେ, ପାଣି ପାଉଚରୁ ପାଣି ପିଆଇଲେ। ଅନେକ ଦିନରୁ ଶୋଷିଲା ଥିଲା ଭଳି ଜୋର ଜୋର ଚଁ ଚଁ ଶବ୍ଦ କରି ପାଣି ପିଉଥିବା ବେଳେ ପାଣି ପଞ୍ଜାବୀ କୁର୍ତ୍ତା ସାର୍ଟରେ ବୋହି ପଡ଼ୁଥାଏ। ବଡ଼ ମାଲିକ ଭିଲିଆନ ଆସି ଛୁରୀଟିଏ ଧରି ତାର ବେକ କାଟିଦେଲା। ବେକ ଧରିଥିବାରୁ ହାତ ଆଙ୍ଗୁଳି ବାଟେ ନାଲି ଅଳତା ବୋହି ପଡ଼ୁଥାଏ। ଚିତ୍କାର ଛାଡ଼ି ଗୋଡ଼ ପାଦ ଛାଟି ବିକଟାଳ ଗର୍ଜି ଗର୍ଜି ମରି ପଡ଼ିଗଲା। ଚିତ୍ ହୋଇ ପଡ଼ିଥିବାରୁ ଲିଙ୍ଗଟି ଠିଆ ହୋଇ ରହିଥିଲା। କିଛି ସମୟ ମଝିରେ ମଞ୍ଚରେ ପଡ଼ି ରହିଲା।
ଦର୍ଶକେ ମୋବାଇଲରେ ଫଟୋ କଏଦ କରୁଥାନ୍ତି। ଅତି ବାସ୍ତବିକ ଅଶ୍ଳୀଳ ଯୌନ ଉତ୍ତେଜକ ଅଭିନୟ ପ୍ରଦର୍ଶିତ ମନସ୍ତତ୍ୱଟି ହେଲା ମଣିଷର ଅବଦମିତ ଅନ୍ତର୍ନିହିତ ସଂଗୁପ୍ତ ଯୌନ ବିକାରଗ୍ରସ୍ତ ମନର ନିର୍ଦ୍ଦେଶିତ ଅଭିନୟିକ ଦର୍ଶକୀୟ ଚାହିଦାବନ୍ତ ଅନ୍ୟର ଯୌନତାକୁ ଆଗ୍ରହୀତ ଦର୍ଶନ ଆକାଂକ୍ଷାରେ ଥିବାର ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ପ୍ରସ୍ତୁତି ଆୟୋଜନ ପ୍ରୟାସ ପ୍ରଦର୍ଶନ ଇଚ୍ଛାଧୀନ ନଥିଲେ ଯୌନ ବିକୃତିଗତ ଏଭଳି ଯାତ୍ରା ଅଭିନୟର ସାଫଲ୍ୟରେ ଥିଲା ପଠାଣ ମିଆଁ ଭିଲିଆନକୁ ତଦନୁଯାୟୀ ସଜାଇ ମଞ୍ଚକୁ ଛାଡ଼ିବାରେ। ନିର୍ଦ୍ଦେଶକ ଜାଣିଥିଲେ ଏଥିରେ ମୋର ଅଭିନେତାର ଦର୍ଶକଙ୍କର ମିଳିତ ସହଭାଗିତା ରହିଥିଲା। ମଣିଷ ମାତ୍ରେ ଯୌନ ପିପାସୁ ନିଜଠାରେ କରାଯାଏ ପରଠାରେ ପରିଦୃଷ୍ଟ ହୋଇଥାଏ।